ଜାଣିଥିବେ ପୁଅ ମୋର ଭୋଳା ଶଙ୍କର ସେ ମିହିର ଭାଇ କରିଛନ୍ତି ସେ କିନ୍ତୁ ଫାଷ୍ଟ ମତେ ଦେଇଥିଲେ ଅଫର ଯେ ଗୌରବ ଗୋଟିଏ କାମ କର ଆଉ ଗୋଟେ ବର୍ଷ ଯାତ୍ରା ଛାଡ଼ି ଦିଅ ମୁଁ କହିଲି ସାର୍ ତାଙ୍କୁ କହିଥିଲି ମୁଁ ସାର୍ ଦେଖନ୍ତୁ ଆପଣ କଳାକାର ମୁଁ ବି କଳାକାର ଆପଣ ପରଦା ଉପରେ କଳାକାର ମୁଁ ମଞ୍ଚ କଳାକାର ଯଦି କଳାକାର ଜଣେ ଭଲ କଳା ପରିବେଷଣ କରିବ ସିଏ ମଞ୍ଚରେ ହଉ କି ପର୍ଦ୍ଦାରେ ହଉ ତାକୁ ସମସ୍ତେ ଭଲ ପାଇବା ଦେବେ ଆଉ ଯେହେତୁ ମୁଁ ମଞ୍ଚରେ କଳାକାର ମୁଁ ମଞ୍ଚରେ ନାଁ କରିଛି ମୋତେ ସମୟ ମୁଁ ସାର୍ ଆପଣଙ୍କୁ ଦେଇପାରିବି ନାହିଁ କାହିଁକିନା ଆପଣ କେଉଁଠି ଭାଇଚାକରେ ସୁଟିଂ କରିବେ କେଉଁଠି ହାଇଦ୍ରାବାଦରେ ସୁଟିଂ କରିବେ ମୋତେ ଓଡ଼ିଶାରେ ଆସି 11ଟାରେ ଯାତ୍ରା ମଞ୍ଚ କରିବାକୁ ପଡ଼ିବ ମୁଁ ମଞ୍ଚ କଳାକାର ମଞ୍ଚକୁ ନେଇ ମୁଁ ଆଜି ଗୌର ଦାସ ଆଜି ଦର୍ଶକ ଗୌର ଦାସକୁ ଭଲ ପାଆନ୍ତି ତେଣୁ ଯଦି ସମୟ କହିବ ମୁଁ ଯାତ୍ରା ରିଟର୍ନ ନେବି ସେତେବେଳକୁ ଯଦି ବାପା ରୋଲ ବି ହଉ ଯଦି ସମୟ ମିଳିଲା ମୁଁ ସମୟ ଦେବି କରୋନାରେ ଆପଣ କେମିତି ଚଳୁଥିଲେ ଆପଣଙ୍କ ପରିବାର କେମିତି ଚଳୁଥିଲା ଯେତେବେଳେ ଯାତ୍ରାପାଟି ବନ୍ଦ ହେଇଥିଲା କୋଭିଡରେ ଅନେକ ସମୟ ଦେଖାଯାଇଥିଲା ଯେ ଯାତ୍ରାର ନାୟିକା ମାନେ ମଧ୍ୟ ଫଳ ବେପାର କରୁଥିଲେ ଏମିତି ଦୁର୍ଦିନ ଅବସ୍ଥା ଆସିଥିଲା ସେତେବେଳେ ତ ଆପଣଙ୍କୁ ପାରିଶ୍ରମିକ ମିଳୁଥିଲା ନାଇଁ ଗୋଟେ ବଢିଆ କଥା ପଚାରିଲେ ମୁଁ ସେ କଥାଟା କହୁଛି ଜୀବନ ଜୀଇବା ପାଇଁ ଆମର ବହୁତ କିଛି ଜିନିଷ ଦରକାର ଯଦି ମୁଁ ଆଜି ରୋଜଗାର କରୁଛି ଯଦି ମୁଁ ଫ୍ୟୁଚର ପ୍ଲାନ୍ ନ କରିବି ଭବିଷ୍ୟତ କଥା ଚିନ୍ତା ନ କରିବି ତାହେଲେ ମୁଁ ନିଶ୍ଚିତ ଅଭାବରେ ପଡ଼ିବି ଯେଉଁମାନେ ଯେଉଁ ଫଳ ବିକନ୍ତୁ କି ସିଏ କ'ଣ ବେପାର କରନ୍ତୁ ସେମାନେ ଆଗକୁ ଲକ୍ଷ୍ୟ କରିନଥିଲେ କେତେବେଳେ ଆମେ ଅସୁବିଧାରେ ପଡ଼ିଯିବୁ କି ତେଣୁ ମୋ କହିବା କଥା ମୁଁ ଆଜି 10 ଟଙ୍କା ରୋଜଗାର କଲି 10 ଟଙ୍କାରୁ 8 ଟଙ୍କା ଖର୍ଚ୍ଚ କଲେ ଚଳିବ 2 ଟଙ୍କାର ଯେଉଁ 2 ଟଙ୍କାଟା କି 10 ବର୍ଷ ପରେ ସେ 2 ଲକ୍ଷ ହେଇଯାଇଥିବ ତେଣୁ ଫ୍ୟୁଚର ପ୍ଲାନ୍ ସବୁବେଳେ ମୁଁ ଚିନ୍ତା କରେ ଆପଣମାନେ ଜାଣିଥିବେ ଦେଖିଥିବେ ବି ଟିଭିରେ କୁହେନି ଏସବୁ କଥା କରୋନା ସମୟରେ ଖାଦ୍ୟ ବାଣ୍ଟିବା ହାଇୱେ ଉପରେ ଯାଇ ଶୁଖିଲା ଖାଦ୍ୟ ଦେବା ମୁଁ ସେତେବେଳେ ଟୋଟାଲ 2 ମାସ ଆମର ମୋ ରୋଟାରୀ କ୍ଲବର ମେମ୍ବର ଜଳେଶ୍ୱର ଆଉ ଗୋଟେ ଇସ୍କନ ସଂଘ ଅଛି ସେଠି ବି ମୁଁ ଖାଦ୍ୟ ବାଣ୍ଟିଛି ଲୋକଙ୍କ ସୁଖ ଦୁଃଖରେ ଛିଡ଼ା ହେଇଛି କିଛି କୁହେନି ମୋର ଗୋଟେ ସଂସ୍ଥା ବି ଅଛି ବାଲେଶ୍ୱର କଳାକାର ସଂସ୍ଥା ସଂଘ ମୁଁ ସେଥିରେ ସଭାପତି ଅଛି ମୋର 3500 ମେମ୍ବର ଅଛନ୍ତି ବ୍ଲଡ୍ ଡୋନେଟ୍ ଚାଲିଛି ଗଛ ଲଗା ଚାଲିଛି ଆଉ ଯେତେବେଳେ ପଚାରିଲେଣି ଆପଣ ସେ କଥା ମୁଁ କହୁଛି କମଳ ବଣ୍ଟନ ଚାଲିଛି ସବୁ କିଛି ଚାଲିଛି କିନ୍ତୁ ମୁଁ କୌଣସି ସୋସିଆଲ ମିଡ଼ିଆରେ ସେଗୁଡ଼ାକୁ ଦେଖାଏ ନାହିଁ ଆପଣ ସେଟାକୁ ପ୍ରମୋଟ କରନ୍ତି କରେ ନାହିଁ ଏଇଥିପାଇଁ କାରଣ ଯେଉଁମାନେ ସାହାଯ୍ୟ କରନ୍ତି ସେମାନେ ଜଣେଇବାଟା ଉଚିତ ନୁହଁ ଆଉ ଯଦି ଜଣେଇବାକୁ ଜଣାଯାଏ ସେଟାକୁ ସାହାଯ୍ୟରେ ନିଆଯାଏ ମୋ କହିବା କଥା ଆମେ ତ ଗାନ୍ଧୀ ଗୋପବନ୍ଧୁ ହେଇପାରିବା ନାହିଁ ଆମେ ଯେତିକି ପାରିବା ଆମ ରୋଜଗାର କିଛି ଲୋକଙ୍କ ପାଇଁ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଇଁ ସାହାଯ୍ୟ କଲେ ଭଗବାନଙ୍କ ତରଫରୁ କିନ୍ତୁ ଆମର ବର୍ତ୍ତମାନ ଯେଉଁ ଅଡିଏନ୍ସ ସବୁ ଅଛନ୍ତି ମୁଁ ସମସ୍ତଙ୍କ କଥା ଯଦିଓ କହୁନି ହୁଏତ ମୋ କଥାଟାକୁ ବି କଣ୍ଟ୍ରୋଭର୍ସି ହେଇପାରେ କିଛି ଅଡିଏନ୍ସ ତାକୁ ଗ୍ରହଣ କରିନିଅନ୍ତି ଯିଏ ଟିକେ ଲୋକ ଦେଖାଣିଆ ଖାଇବାକୁ ଦେଇଦେଲା ଟିକେ ବାଣ୍ଟି ଦେଲା ତାକୁ ନେଇକି କମଳ ଦେଲା କମଳ ଦେଇକି 10ଟା ଫଟୋ ଉଠେଇକି ଇନଷ୍ଟାଗ୍ରାମରେ ଫେସବୁକରେ ମାରିଲା ସେଇ ଯେଉଁ ପବ୍ଲିସିଟିଟା ହେଉଛି ବହୁତ ଗୁଡ଼ିଏ ଦର୍ଶକ ତାକୁ ଗ୍ରହଣ କରିଯାଆନ୍ତି ଯେ ତାକୁ ଦାନୀ ବୋଲି କୁହନ୍ତି ହେଇ ତାଙ୍କର ଦିଲ ବହୁତ ବଡ଼ ବୋଲି କୁହନ୍ତି କିନ୍ତୁ ସାହାଯ୍ୟର ଅର୍ଥଟା କ'ଣ ଗୁରୁ ଭାଇ ନାଇଁ ସେଇ କଥାଟା ଯେଉଁ ପଚାରୁଛନ୍ତି ସେଇ କଥା ମୁଁ କହୁଛି କିଏ କ'ଣ ଦେଲା ମୁଁ କ'ଣ ନେଲା କିଏ ଦେଖେଇଲା ମୁଁ କହୁନାହିଁ ମୋ କହିବା କଥା ଯେତେବେଳେ ମିଡ଼ିଆ ନଥିଲା ସୋସିଆଲ ମିଡ଼ିଆ ନଥିଲା ପେପର ମିଡ଼ିଆ ନଥିଲା ସେତେବେଳେ ଲୋକଙ୍କୁ ମନେ ରଖିଛନ୍ତି ନା ନାହିଁ ରଖିଛନ୍ତି ନା ଆମେ ଦେଖେଇବା କ'ଣ ପାଇଁ ଆମେ କାମ କରି ଚାଲିଛେ ପଛରେ ଲୋକ ଆଲୋଚନା କରିବେ ନାଇଁ ସେ ଅମୁକ ଲୋକଟା ଏଇଆ କରିଗଲା ମୁଁ ଟିକେ ସତ କଥା ଯାହା ଏଇ ଭୁବନେଶ୍ୱର ଆସିଲେ ଆଉ କେଉଁଠି ଯାତ୍ରା ସମୟରେ କିଏ ଆସିକି ଟିକେ ଫଟୋ ଉଠେଇ ନେଇଗଲେ କି କେଉଁ ମିଡ଼ିଆ ଭାଇ ଆସି ପହଞ୍ଚିଲେ ମୁଁ ଡାଇରେକ୍ଟ ମୋର ବି ଅଛି ଫେସବୁକ୍ ମୁଁ କିଛି ସେସବୁ ମୁଁ ଚାହେଁନି ଲୋକ ଦେଖନ୍ତୁ ମୁଁ ଏହା କରୁଛି ସେୟା କରୁଛି ଲୋକ ନେଇକି ଦେଖାନ୍ତୁ କିନ୍ତୁ ଆଜିକାଲି ଯୁଗ ତ ନିଜେ ପ୍ରମୋଟ କଲେ ଚାଲିବନି ନାଇଁ ହେଇପାରେ ଆମେ ଯଦି ସୋସିଆଲି ଯଦି ଆମେ ଆକ୍ଟିଭ ରହିବା ପାଇଁ ଚାହିଁବା ତାହେଲେ ଆମେ ଯଦି ସୋସିଆଲ ମିଡ଼ିଆରେ ଆମର ଗୁଣଟାକୁ ନ ଦେଖେଇବା ଭୁଲ କଥା ସୋସିଆଲ ମିଡ଼ିଆ ମୁଁ କାହିଁକି ପ୍ରମୋଟ କେମିତି କରିବ ମୁଁ କାହିଁକି ଦେଖିବି ମୁଁ ମୋର କାମ କରି ଯାଉଛି କିଏ ତା ପଛରେ ଫଟୋ ଉଠେଇକି ଛାଡ଼ିଲାଣି ସେ ଅମୁକ ଲୋକ ସେଇଟା ବେଶୀ ହାଇଲାଇଟ୍ ହବ ମୁଁ ନିଜେ କରିବି ନିଜେ ଦେଖେଇବି ମୁଁ ସେଟା ପସନ୍ଦ କରେନି
बहुत बहुत धन्यवाद दर्शक बंधु आप देखुले गोरदास सहित आम आलोचना जारी रही भितर अनेक किसी कथा जानिले व्यक्तिगत कथा संपर्क में जानिले दीर्घ दिन यात्रार जर्नी संपर्क में जानिले आशा करुच्ची आम भिडटा को आप भल भाव देखु पूरा देखु एवं प्रथम रु शेष जाए देखु लाइक करूँ शेयर करूँ सब्सक्राइब करूँ एवं गोरदास जीवन शैली भितर सबको किसी जानीपारे आशा करुच्ची आज कार्यक्रम आपको भल लगी रोची नमस्कार जय जगन्नाथ।